এটা କଣ ହବ କୁହ? ଦେଖୁଛୁ ତ କଣ ହେଉଛି ଆଉ। ଲାଇଟ୍ ଆସୁନି। ଲାଇଟ୍ ଲାଇଟ୍ ନେଇ ଆଉ ଗୋଟେ ରିଙ୍ଗ ଲାଇଟ୍ କିଣି ଆଣ। କଣ ହବ ଏଟା? ଏଟା ହଉଛି ମଣ୍ଡା ପିଠା। ମଣ୍ଡା ପିଠା ଲମ୍ବା ଲମ୍ବା କଣ? ସେ ଲମ୍ବା ଲମ୍ବା ଆଗରେ ଏବେ ଆସୁଛି। ହେଇଗଲାଣି ସିଝିଗଲାଣି ତାକୁ? ନା ଏବେ ପକେଇନି, ସିଝିଗଲାଣି। ସୁଦୁ କଞ୍ଚା ଗୋଟା ଗୋଟା ରହିଛି, ସିଝିଗଲାଣି। ନା ଚାଉମିନ ପ୍ରସ୍ତୁତ ଚାଲିଛି। ଏବେ କଣ କଣ ପକେଇବ? ଭେଜ ନା ନନ୍ ଭେଜ କରିବ? ଇଏ ହବ ନନ୍ ଭେଜ। ନନ୍ ଭେଜ ଖାଇବେନି 3 ଜଣ? ନ ଖାଆନ୍ତୁ, ଯିଏ ନ ଖାଏ ସିଏ ମୁଢି ଚୁଡା ଅଛି ଖାଇଦବ। ଚାଉମିନ ପ୍ରସ୍ତୁତ ଚାଲିଛି। ଯିଏ ନନ୍ ଭେଜ ନ ଖାଏ ଚୁଡା ଅଛି ପାଣି ଦେଖନ୍ତୁ ଆମ ମାଲିକାଣୀ ଆଇଲେ। ପାନଟା କିଏ ଦେଇଥିଲା ଖାଉଛ? ମୁଁ ଜାଣିନି, ମୋ ଭଞ୍ଜାଳି ମତେ ଦେଲା ପାନଟା ଦେଇଥିଲେ ଯୋଉ ତାଙ୍କ ଝିଅ ଜନ୍ମଦିନ ଦେଇଥିଲେ। ସୁମୁଦା ସେଠି ଆମ ଆଶା ନା ସରି ଆମ ହେଲ୍ପର। ହଁ ଗିଫ୍ଟ କରୁଛନ୍ତି ତାଙ୍କ ଝିଅର ଆଜି କଣ ଥିଲା? ବାର୍ଥଡେ। ତାକୁ ୱିଶ୍ ଜଣା। ହାପି ବାର୍ଥଡେ। ପାନ ଖଣ୍ଡେ ଖାଇ କହୁଛି ଆଉ। ପାନ ମିଠା ଯାକୁ ଦେଇଥିଲେ, ସେ ମିଠାଟା ବାପାଙ୍କ ପାଇଁ। ମାଲପୁଆ ଦେଇଥିଲେ କି? ମାଲପୁଆ ନି ରସଗୋଲା। ମାଲପୁଆ କାଇଁ ଦଉନ ମତେ ଗୋଟେ? ଦେଖନ୍ତୁ ଚାଉମିନ ପାଇଁ ଚାଲିଛି। ତାହେଲେ ଗୋଟେ କଡା ସେ ବଡ ଷ୍ଟିଲ କଡାଟା କାଢ। କେତେ ବଦମାସ କଥା କହନା। ତତେ ଆସିବନି, ମାଇଁ କରିବ। ମାଇଁ କରି ବଡ କଡାଟା କାଢ। ଗୁପଚୁପ ରହିଛି। ଦେଖନ୍ତୁ ଆମର ସ୍ପେଶାଲ ରୁଷିଆ ବେଙ୍ଗଲୋରରୁ ଆସିଛନ୍ତି, ବସିଛନ୍ତି ଏଠି। ମୁହଁ ଟିକେ ଦେଖାନ୍ତୁ ଉପରକୁ। ଦେଖାବନି ଜଣା କଣ କଣ ମୁହଁ ଟିକେ ଦେଖାନ୍ତୁ। ଏ ସ୍ପେଶାଲ ରୁଷିଆ ଚାଉମିନର ପ୍ରସ୍ତୁତି ଟିକେ କେମିତି ହେବ କୁହନ୍ତୁ? କିଛି କହିହବନି, ଖାଇଲା ପରେ ଆପଣମାନେ ଜାଣିପାରିବେ। ପ୍ରୋସେସ ଟିକେ ଦେଖାନ୍ତୁ। ପ୍ରୋସେସ କହିଲେ ରେସିପି ଭୁଲ ହେଇଯିବ। ଦେଖନ୍ତୁ ଇଏ ହଉଛନ୍ତି ଆମ ଘରର ଖୁଣ୍ଟ। ଦେଖନ୍ତୁ ଟିକେ ମଝି ଖୁଣ୍ଟ। ଇଏ ସିମେଣ୍ଟ ଖୁଣ୍ଟ ନିଏ। ଇଏ ହଉଛନ୍ତି ପୁରା କଣ? ଦେଖନ୍ତୁ ତମର ଆଜି କଣ ପ୍ରସ୍ତୁତି ଚାଲିଛି ଏଠି? ଆମର ଗାଜର କଟା ହଉଛି, ଆଉ ଆଳୁ କଟା ହଉଛି। କଣ କରିବେ ଆଉ? ଆଳୁ କଟା ହଉଛି। କାଇଁ ଆଳୁ କଣ? ସେ ତ କଣ କାଟୁଛନ୍ତି? ଗାଜର କଟା ହଉଛି, ମସଲା କଷା ହଉଛି। ମସଲା ବଟା ହଉଛି। ଏଇ କଣ ହଉଛି? ଛେନା ଗୁଡ ତମର ବଡ ହଉଛି, ଆମେ ସେଇଆ। ଆମ ବାପାଙ୍କୁ ଦେଖନ୍ତୁ ବସିଛନ୍ତି କେମିତି। ଆମ ବାପା ପୁରା ଅସୁସ୍ଥ। ଏଇ ସାଥ କହୁନ ତମ ଅଭିଜ୍ଞତା କିଛି। ହଁ ସାହାଯ୍ୟ କରିବେ ଆଉ। ହଉ କ୍ୟାନ୍ସର ଲୋକ। ଦେଖନ୍ତୁ ଏଇଟା କଣ କଟା ଚାଲିଲା? ସିଏ କେଲେ ଏତେ କଳା କଳା କ୍ୟାପ୍ସିକମ୍। ରୁଷିଆ କିଏ, ତମେ ନା ସିଏ? କହି ହଉନି ନା କଣ? ଆଚ୍ଛା, ତମ ପ୍ରଡକ୍ଟ ବିଷୟରେ କିଛି କହୁନ? କିଏ ନେବେ କଣ? ଦେଖେଇ କହିବି। ହଉ କାଲି କହିବେ ତାହେଲେ। ଆଜ୍ଞା। ଏଇନା ଆମର ଚାଉମିନ ପ୍ରସ୍ତୁତ ହେଉଛି। ଚାଉମିନ ପାଇଁ ଆମର କୋବି, କ୍ୟାପ୍ସିକମ୍ ଆଉ ଗାଜର ସବୁ କଟା ହେଉଛି। ଛୋଟ ଛୋଟ ଚପ୍ କରାହେଉଛି। ଚପ୍ କରିକି ରଖିବା। ତାପରେ ଚାଉମିନ ବି ସିଝା ସରିଲାଣି। ତା ଦେହରେ ପିଆଜ ପକେଇବନି? ହଁ ପଡ଼ିବ। ଆମର କିଛି ନନଭେଜ ଖାଇବେନି ତ ତାଙ୍କ ପାଇଁ ଭେଜ ବାହାର କରିକି ତାପରେ ପିଏ କରିବି। ଆଚ୍ଛା, କିଏ? ମୁଁ ତ ଖାଇମିନି। ତମେ ଖାଅ, ତମେ ତମର ଅଲଗା ଇଏ କର। ମୋ ପାଇଁ କାଢ଼ିବନି ହେଲା। ଯିଏ ନନଭେଜ ଖାଇବ ତା ପାଇଁ ଏଇଟା ଆସିଛି। କୋଉଟା? ସେଇଟା ଖାଇ କଣ କରିବେ? ମରିବେ। ଯିଏ ନ ଖାଏ ସିଏ ବୁଝିବ। ଦେଖନ୍ତୁ ଏଟା ଭାରି ବିଷାକ୍ତ ଲୋକ। ଦେଖନ୍ତୁ ଆମ ମମି ଗାଈ ସେବା କରୁଛନ୍ତି। ଆମର ସନ୍ଧ୍ୟାବେଳେ ଧୂଆଁ ଦିଆ ହୁଏ।
ରାତିର ମଶା ଧୂପ ଦିଆହେବ। ଗାଈମାନଙ୍କ ବ୍ୟବସ୍ଥା ଦେଖନ୍ତୁ। ସବୁ ଗାଁ ଭିତରେ ରହିଲା ମାନେ ଗୋରୁ ଗାଈ ସେବା କରିବା ହିଁ ଆବଶ୍ୟକ। ସବୁ କର୍ମ କରିବାକୁ ପଡ଼ିବ ଆଉ, ନ କଲେ ତ ଗତି ନାହିଁ ନା। ଦେଖନ୍ତୁ